ଅନେକ କଥା ତାଙ୍କ ପାଖରେ ଅଛି। ଇଏ ଆଶ୍ରମ ନୁହଁ, ଆଶ୍ରୟସ୍ଥଳ। ତେଣୁ ସେ ସବୁକୁ ଆଶ୍ରୟସ୍ଥଳ କରୁଛନ୍ତି। ମହିମା କଥା କହିଲେ ଆମେ ତ ତାଙ୍କର ପ୍ରଚାର ପ୍ରସାର କରିବା ପାଇଁ ଆସୁନୁ, ଆମେ ଯାହାଟା ଉପଲବ୍ଧି କରିଛୁ ସେଇ କଥାଟା ମଣିଷମାନଙ୍କୁ ଆମେ କହିବା, ଭାଇମାନଙ୍କୁ ମଣିଷ ଭାଇମାନଙ୍କୁ କହିବା, ଆରେ ତୁମେ ଧର୍ମ ଜଗତ ସହିତ ଟିକେ ଏକାତ୍ମ ହେଇଯାଅ। ଚିହ୍ନ ଧର୍ମ ଜଗତ ଭିତରେ ଥିବା ପ୍ରତିନିଧିମାନେ, ପ୍ରତିଭୁମାନେ ଏବଂ ଈଶ୍ୱରଙ୍କ ପାଖରେ ନଦଘୋଷ ହେଉଥିବା ମଣିଷମାନଙ୍କ ପାଖରେ କେତେ ଶକ୍ତି, ଏଇ କଥା ଆମେ କହିବୁ ବାବାଙ୍କ ବିଷୟରେ। ମହିମା ତ ଅଲଗା ଅଲଗା କଥା। ମହିମାକୁ ନେଇକରି ଆମେ ବହୁତ ଅନ୍ଧବିଶ୍ୱାସ ବି ତା ଭିତରେ ପୂରେଇ ଦେଉ। ତେଣୁ ଆମେ କହିବୁ ଜଣେ ମଣିଷ ପ୍ରେମୀ କିଭଳି ଭାବରେ ଧର୍ମକୁ ଜାବୁଡ଼ି ଧରି, ଧର୍ମକୁ ଗଣ୍ଠି ଧନ କରି ଜଗତକୁ ଦେଖେଇ ଦେଉଛନ୍ତି ଯେ ତୁମେ ଏଇ ଧାରାରେ ଗଲେ, ଏଇ ମାର୍ଗରେ ଗଲେ, ଏଇ ପଥର ପଥିକ ହେଲେ ତୁମେ ତାକୁ ହିଁ ପାଇବ। ତେଣୁ ବିଶ୍ରାମୟ ଜୀବନରେ ନାହିଁ 20 ଥର ରାମ କୁହ, 20 ଥର ରାମ କୁହ, ଏହା ମୁଁ ତାଙ୍କ ଶ୍ରୀମୁଖରୁ ଶୁଣିଛି ମଧ୍ୟ। ତେଣୁ ଆମେ ଆଜି ବହୁ ଆନନ୍ଦିତ, ଉଦ୍ବୋଧିତ। ସେ ଅଞ୍ଚଳ ମଧ୍ୟ ଆଜି ଦୀପ୍ତ ଆଉ ଉଦ୍ଦୀପ୍ତ। ଅଞ୍ଚଳବାସୀ ସମସ୍ତେ କହିଲେ ଏଭଳି କାମ ଆମେ କେବେ ଦେଖିନଥିଲୁ। 5 ଦିନ ଧରି ଏତେ କାର୍ଯ୍ୟକ୍ରମ, ଏତେ ଲୋକଙ୍କର ସମାଗମ, ଏତେ ଆନନ୍ଦ ବଜାର, ଏତେ ପ୍ରକାର ଆମର କଣ୍ଠଶିଳ୍ପୀମାନଙ୍କର ସମାରୋହ ଏବଂ ପ୍ରବଚନ। ପ୍ରେମସାଗର ଅରିକ୍ଷିତ ଦାସ, ଧ୍ୟାନକୁଦର ମଠାଧୀଶ, ସେ ଯେଉଁଭଳି ଭାବରେ 2 ଦିନ ଉଦଣ୍ଡ କୀର୍ତ୍ତନ କରିକି ଆମକୁ ଏକାଗ୍ରତା ଭିତରକୁ ଟାଣି ନେଇଛନ୍ତି, ଯେଉଁ ବ୍ୟାଟେରୀ ଚାର୍ଜ କରିଛନ୍ତି, ଏପର୍ଯ୍ୟନ୍ତ ସେ କଥା ଆମ ଭିତରୁ କମ୍ପନ ଯାଇନାହିଁ। ତେଣୁ ଯେଉଁ ଏତେ ଗୁଡ଼ିଏ କଥା ଜଣେ କରିପାରୁଛନ୍ତି, ତାଙ୍କ ଭିତରେ ସେତିକି ଶକ୍ତି ଅଛି। 100 ପାୱାର ବଲ୍ ଯେତିକି ଲାଇଟ୍ ଦେବ, ହାଲୋଜିନ୍ କ'ଣ ସେତିକି? ହାଲୋଜିନ୍ ତା'ର ବହୁତ ଗୁଣେ ଦେବ। ତେଣୁ ବାବା ହେଲେ ଆମ ଅଞ୍ଚଳର ହାଲୋଜିନ୍ ଲାଇଟ୍।